ଜଗନ୍ନାଥଙ୍କ ରଥଯାତ୍ରା 12ଟି ପର୍ବ ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ଭାବରେ ମାନ୍ୟତା ପାଇଛି। ଏହା ଭଗବାନଙ୍କ ଜଗନ୍ନାଥଙ୍କର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଯାତ୍ରା। ଏହା ଏତେ ପ୍ରସିଦ୍ଧ ହୋଇଛି ଯେ ଭାରତ ତଥା ବିଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ପୁରୀରେ ଏକାଠି ହୁଅନ୍ତି ଏବଂ ଏହି ଅବସରରେ ଭଗବାନ ଜଗନ୍ନାଥଙ୍କୁ ସେମାନଙ୍କ ଆଖିରେ ପୂଜା ସହିତ ଦେଖନ୍ତି। ଋଗ୍ବେଦ ବାୟୁରେ ଗତି କରୁଥିବା ରଥମାନଙ୍କ ବିଷୟରେ କହିଥାଏ। ଘୋଡ଼ା ଦ୍ୱାରା ଅଙ୍କିତ ଏହି 3 ମହଲା ରଥ ପାନିନି ମଧ୍ୟ ରାଧାଙ୍କୁ ଅନୁସରଣ କରେ। ଯେତେବେଳେ ରାଧା ରଥଗଣାଙ୍କ ଶବ୍ଦକୁ ବିଶ୍ଳେଷଣ କରେ, ରାମାୟଣ ଅନୁଯାୟୀ ଖେଳରେ ବ୍ୟବହୃତ ହେଉଥିବା ରଥକୁ ପୁଷ କୁହାଯାଏ। ଯେତେବେଳେ ଭଗବାନଙ୍କ ଦ୍ୱାରା ନିୟୋଜିତ ରଥ ମାରୁତ ଭାବରେ ଜଣାଶୁଣା। ଭଗବତ, ମହାଭାରତ, ବିଷ୍ଣୁ ପୁରାଣ, କୌଟିଲ୍ୟ ଅର୍ଥଶାସ୍ତ୍ର ଏବଂ ଶୁକ୍ରାନୀତିରେ ରଥ ବର୍ଣ୍ଣନା ମଧ୍ୟ ଅଛି। ବୁଦ୍ଧଙ୍କ ସାହିତ୍ୟ, ବିଶେଷ କରି ଲଳିତା ବିସ୍ତାର ଏବଂ ବୁଦ୍ଧକାରିତା ମଧ୍ୟ ରଥ ବିଷୟରେ କହନ୍ତି। ଏହା ସଂସ୍କୃତ ଏବଂ ଓଡ଼ିଆ କବିମାନଙ୍କ ବିଭିନ୍ନ କାର୍ଯ୍ୟ ରଚନା କରିବାକୁ ପ୍ରେରଣା ଦେଇଛି, ଯେଉଁଥିରେ ହଳଧର ମିଶ୍ର, ବାସନ୍ତୋତ୍ସବ କବିମାନ, ଗୁଣ୍ଡିଚା କ୍ୟାମ୍ପୁ, ବକ୍ରାବକ, ଚକ୍ରପାଣି ପଟ୍ଟନାୟକ, ଭାଗବତ ବ୍ରହ୍ମର ଗୁଣ୍ଡିକୁଟାଭା ବର୍ଣ୍ଣନାମ ଏବଂ ବ୍ରଜନାଥ ବାଦଜେନାର ଗୁଣ୍ଡିଚା ବିଜୟ ଏକ ବିଶେଷ ଉଲ୍ଲେଖଯୋଗ୍ୟ। ଟିକାରେ ନରହରି ପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସହିତ ମେଘଦୂତମ ସଫଳତାର ସହିତ ବ୍ୟାଖ୍ୟା କରିଛନ୍ତି। ଏକ ଭଲ ଷ୍ଟାଇଲରେ, ବିଶେଷ କରି ପୁରୀରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ କରାଯାଏ। ପୁରାଣକୁ ସୂର୍ଯ୍ୟ ମନ୍ଦିର ଭଗବାନଙ୍କର ସମର୍ଥନକେ ଏକ ରଥଯାତ୍ରା ଆୟୋଜନ କରୁଥିବା ବେଳେ ପ୍ରତିବର୍ଷ ଭଗବାନ ଲିଙ୍ଗରାଜଙ୍କ ସମାନ ପର୍ବ ଦେଖିବାକୁ ମିଳେ। ଏହା ଅନୁମାନ କରାଯାଇପାରେ ଯେ ପୁରୀର ରଥଯାତ୍ରା ଭୁବନେଶ୍ୱରର ରଥଯାତ୍ରା ପୂର୍ବରୁ ଅବସ୍ଥିତ। ଜଗନ୍ନାଥଙ୍କ ରଥଯାତ୍ରାର ଲୋକପ୍ରିୟତା ପୁରାଣ ଠାରୁ ଆରମ୍ଭ ହୋଇଥିଲା। ବ୍ରହ୍ମା ପୁରାଣ ଯାତ୍ରୀକୁ ବର୍ଣ୍ଣନା କରି ଏହାର ଅନନ୍ୟ ମୁହୂର୍ତ୍ତକୁ ଆଲୋକିତ କରେ। ପଦ୍ମ ପୁରାଣ ଏବଂ ସ୍କନ୍ଦ ପୁରାଣ ମଧ୍ୟ ଏହି ପର୍ବର ସ୍ପଷ୍ଟ ବର୍ଣ୍ଣନା ପ୍ରଦାନ କରିଥାଏ। କପିଳ ସମିତିରେ ରଥଯାତ୍ରାର ସନ୍ଦର୍ଭ ବି ମିଳିଥାଏ। କେତେକ ପଣ୍ଡିତ ମତ ଦିଅନ୍ତି ଯେ ରଥଯାତ୍ରା ଏହାର ଉତ୍ପତ୍ତି ଜୈନିଜମ ଧର୍ମଠାରୁ ଜନ୍ମ ଅଟେ। କେତେକ ପଣ୍ଡିତ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବୌଦ୍ଧ ଧର୍ମ ସହିତ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି। ପୁରୀର ଏହି ରଥଯାତ୍ରା ଆଷାଢ଼ର ଉଜ୍ଜ୍ୱଳ ଦୁର୍ଗର ଦ୍ୱିତୀୟ ଦିନରେ ଆରମ୍ଭ ହୁଏ। ହିନ୍ଦୁ ପରମ୍ପରାରେ ଆଷାଢ଼କୁ ଏକ ପବିତ୍ର ମାସ ଭାବରେ ସମ୍ମାନିତ କରାଯାଏ, ଯେହେତୁ ବିଷ୍ଣୁ ଏହି ମାସରେ ଉଜ୍ଜ୍ୱଳ ଚତୁର୍ଦ୍ଦଶୀର ଏକାଦଶ ଦିନରେ ଶୋଇଥାନ୍ତି। ରଥଯାତ୍ରା ଗୁଣ୍ଡିଚା ଯାତ୍ରା ଭାବରେ ମଧ୍ୟ ଜଣାଶୁଣା। କେତେକ ସମାଲୋଚକ ମତ ଦିଅନ୍ତି ଯେ ଗୁଣ୍ଡିଚା ଶବ୍ଦ ଗୁଦିଶା ବା ଗୁଣ୍ଡିଜାରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ହେଉଛି ଦାରୁ। ସେମାନେ ଯୁକ୍ତି କରିଥିଲେ ଯେ ଏହି ଶବ୍ଦଟି ବର୍ତ୍ତମାନର ରୂପରେ ଜଗନ୍ନାଥଙ୍କ ପାଇଁ ବ୍ୟବହୃତ ହୋଇଛି ଯେ ସେ ହେଉଛି ଦାରୁ ଦେବତା। କିନ୍ତୁ ଏକ ଓଡ଼ିଆ କିମ୍ବଦନ୍ତୀ ଅନୁଯାୟୀ ଗୁଣ୍ଡିଚା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଥିଲେ, ଯିଏ ଏହି ବିଶାଳ ମନ୍ଦିର ନିର୍ମାଣ କରିଥିଲେ। ବିଶ୍ୱାସ କରାଯାଏ ଯେ ରାଣୀ ଗୁଣ୍ଡିଚା ରାଜାଙ୍କୁ ଏହି ପର୍ବ ଆୟୋଜନ କରିବାକୁ ଅନୁରୋଧ କରିଥିଲେ, ଯାହା ସାଇନ୍ର ପାପୀ ତଥା ଗରିବ ଅସମ୍ମାନ ବ୍ୟକ୍ତି, ଯେଉଁମାନେ ସାଧାରଣତଃ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ପାଇନଥିଲେ, ସେମାନେ ତାଙ୍କ ରଥରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇପାରନ୍ତି ଏବଂ ଏହିପରି ପରିତ୍ରାଣ ପାଇପାରିବେ। ରାଣୀ ଗୁଣ୍ଡିଚାଙ୍କ ନାମରେ ଗୁଣ୍ଡିଚା ଯାତ୍ରାର ନାମକରଣ କରାଯାଇଛି। ଗୁଣ୍ଡିଚା ହାଉସ୍ ଜଗନ୍ନାଥଙ୍କ ମନ୍ଦିରଠାରୁ ଅଧା କିଲୋମିଟର ଦୂରରେ ଅବସ୍ଥିତ। ଆଜିକାଲି ଏହା ବିଭିନ୍ନ ନାମରେ ଜଣାଶୁଣା, ଯେପରିକି ଗୁଣ୍ଡିଚା ମଣ୍ଡପ, ଗୁଣ୍ଡିଚା ହାଉସ୍, ଜନ୍ମସ୍ଥାନ, ଜନକପୁର ଏବଂ ମହାବେଦୀ। ସ୍କନ୍ଦ ପୁରାଣ ମହାଦେବ କିମ୍ବା ଗୁଣ୍ଡିଚା ମଣ୍ଡପଙ୍କ ବିଷୟରେ ପ୍ରଭୁ ଜଗନ୍ନାଥଙ୍କ ଜନ୍ମସ୍ଥାନ ଭାବରେ ମଧ୍ୟ କହିଛନ୍ତି। ଏହା ସେହି ସ୍ଥାନ ଯେଉଁଠାରେ ଇନ୍ଦ୍ରଦ୍ୟୁମ୍ନ ହଜାର ହଜାର ପ୍ରଦର୍ଶନ କରିଥିଲେ। ବଳିଦାନ ଦିନଟି ଦେବତାଙ୍କର ପ୍ରତିମା ତିଆରି କରାଯାଇଥିଲା। ବଳିଦାନ ପରେ ମହାଦେବୀରେ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା କରାଯାଇଥିଲା। କିନ୍ତୁ ଯେତେବେଳେ ଭଗବାନ ନୀଳମାଧବଙ୍କୁ ସାଭାର ଶବ୍ଦ କହିଥିଲେ, ସେତେବେଳେ ପ୍ରଭୁଙ୍କ ରଥଯାତ୍ରା ଜଣାନଥିଲା। ଚିତ୍ରଗୁଣ୍ଡିକ ସମାପ୍ତ ହେବା ପରେ ହିଁ ଦେବତାଙ୍କୁ ମନ୍ଦିରକୁ ପଠାଇବା ପାଇଁ ରଥଯାତ୍ରାର ଆୟୋଜନ କରାଯାଇଥିଲା। ପୁରାଣ ସମୟରେ ଏହି କିମ୍ବଦନ୍ତୀ ବେଶ୍ ଲୋକପ୍ରିୟତା ଥିଲା। ଏହା ନରସିଂହା କେଷ୍ଟ୍ରା ନାମରେ ମଧ୍ୟ ଜଣାଶୁଣା। ଜଗନ୍ନାଥ ପୁରୁଷୋତ୍ତମ ନାଁରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଇନ୍ଦ୍ରଦ୍ୟୁମ୍ନ ସାରା କୂଳରେ ଅବସ୍ଥିତ ତାଙ୍କ ଜନ୍ମସ୍ଥାନରେ 7 ଦିନ ରହିବାକୁ ଆସିବେ। ବର୍ତ୍ତମାନ ଆମେ ଗୁଣ୍ଡିଚା ହାଉସ୍ରେ ସମ୍ମାନ ଇନ୍ଦ୍ରଦ୍ୟୁମ୍ନ ସାରାଙ୍କୁ ଦେଖୁ ଏବଂ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଦେବତାମାନେ ପ୍ରତିବର୍ଷ ଥରେ ଏହି ସ୍ଥାନକୁ ଆସନ୍ତି।
आषाढ़ मासर उज्जवल अंशर द्वितीय दिन सेमानंकर यात्रा आरंभ हुए एवं एठारे 7 दिन रहिबा परे सेमाने नवम दिन मंदिर को फेरी जाती। गुंडीचारे दारू देवता मंतव्यर लेखक डॉक्टर बेणी माधव पाढ़ी सभार शब्द गुंडिया आरंभ में जगन्नाथ को पूजा करा जायतिला। गुंडीचा मंडपरे एक गछर डाड़ तापर से स्थापित हेबा पाई तांको मंदिर को अणागला। त्रिशूल एहीपरि शब्दर परामर्श देवा बेले गुंडीचारू उत्पन्न होइथिले से यात्रार साभार उत्पत्ति प्रमाण करने को चेष्टा करती। डॉक्टर हरेकृष्ण महाताब परामर्श देइचंती जे तेलुगुरे गोइडिसा शब्दर अर्थ हेउची एक कुटीर। घटनाटी हेउची एही अर्थरे शब्द साहित्यर कौनसी स्थान व्यवहृत होई नाही। जदिओ केतक पुराण गुंडीचा मंडप को सूचित करती, केही केही कहती जे मंडप एवं कुटीरर अर्थ नुहे। तेणु आमे ग्रहण करिपारिबु नाही जे गुंडीचा शब्द द्राविड़ प्रभाव ओडिशारू उत्पन्न होइथिला। रथयात्रा समग्र विश्व में मनोरंजन उच्च जुक्तिवाद प्रतिवर्ष पुरी रे पालन करा जाउथिबा प्रभु जगन्नाथ रथयात्रार मूलत्व समस्त लोकंकु जाति धर्म किंबा धर्म निर्विशेष प्रभु दर्शन पाइबाकू एक सुजोग प्रदान करिबा जरूरी अटे। रथयात्रा समस्त जीव मध्य समानतार प्रतीक। यह ब्राह्मण एवं चांदाला माध्यम कौनसी भेदभाव करे नाही। प्रभु एठारे समस्त को समान अधिकार प्रदान करती। पुरीर राजा निजे यही अवसर रे जड़े झाड़ूदार भाव में कार्य करती, जहाद्वारा साधारण लोकों मनरू इगु दूर हुए। रथ टाणिबा हेउची सबुठारु आकर्षणीय विशिष्ट पर्व। हजार हजार लोक रथ को टाणिया दौड़ी रे हाथ रखिथिबा बेले पवित्र नाम हरि सहित समग्र वायुमंडल जना जाए। सेमानंकर यात्रा समय देवता मानू केवल फल एवं मिठा दिया जाए। गुंडीचा मंदिर रे पहुँचवा पर 3 जण देवता दशवतरा बेश रखा जाए एवं संध्या पाचरा रूपे पूजा पाठ करा जाए, जो संध्या आरती, संध्या धूप, स्वरभंगा एवं बांध सिंहरा भली समस्त पूजा पाठ करा जाय थाए। बाहुड़ा दिन 3 देवता साधारण आदेश अनुଯାयी निज निज रथ को आसती। 12 दिन पर देवता माने पुणी थरे पहंडी दे जाई बेजेवेल सिंहासन रे निज आसन रे पहुँचिले। भगवान जगन्नाथ मंदिर रे पुण्य प्रवेश सहित प्रभु जगन्नाथ रथयात्रा समाप्त हैला।